କିନ୍ତୁ ଚାଷୀମାନଙ୍କ ପାଇଁ ଗୋଟେ ଇଞ୍ଚ ଯାକେ ଇରିଗେସନ୍ କରିନାହାନ୍ତି। ଚାଷୀମାନଙ୍କର ନା ଇରିଗେସନ୍ ଅଛି, କଟନୀ ଠନ୍ କଟନୀ ଛଟନରେ ଚାଷୀମାନେ ତ୍ରାଇ ତ୍ରାଇ ଡାକୁଛନ୍ତି। ଧନ୍ୟବାଦ କ'ଣ? ଚାଷୀମାନେ ବର୍ତ୍ତମାନ କାନ୍ଦୁଛନ୍ତି, ଆଖିରୁ ଲୁହ ପୋଛୁଛନ୍ତି। ଆମମାନେ ତାଙ୍କେ ଠନ୍ ଚାଷୀମାନଙ୍କୁ ଠାରୁ ଧନ୍ୟବାଦ ନେବା ପାଇଁ ତାଙ୍କ ତରଫରୁ ଆୟୋଜନ କରୁଛନ୍ତି। ଇଏ ଏକ ଦୁର୍ଭାଗ୍ୟଜନକ କଥା। ଠନ୍ 15 କିଲୋ 17 କିଲୋ ଇଏରେ ଚାଷୀ ଉପକୃତ ହେବେ କଟନୀ ଛଟନରେ। ଇଏ ହେଉଛି ତାଙ୍କର ଆଜି ଚାଷୀମାନଙ୍କର ସମାବେଶ, ଇଏ ପ୍ରହସନ। ଆକୁ ବିରୋଧ କରିବା ଦରକାର ଚାଷୀ ଭାଇମାନେ। ଆଉ ଗୋଟିଏ ଭାଇନା କେଲୋ ଡ୍ୟାମ୍ ଉପରେ ଆଉ ଗୋଟିଏ ସାନ କେଲୋ ନଦୀ ଉପରେ ଆଉ ଗୋଟେ ସାନ କେଲୋ ଜମି ମହାନଦୀର ପାଣି ତ ସବୁ ଶୁଖିଗଲାଣି। ଛତିଶଗଡ଼ ତାଙ୍କର ତ୍ରିପଲ ଇଞ୍ଜିନ୍ର ସରକାର। ଛତିଶଗଡ଼ ସରକାରରେ ତାଙ୍କ ଯେପରି ଭାବରେ ଆଜି ଆଉ ଗୋଟେ ବ୍ୟାରେଜ୍ କରୁଛନ୍ତି, ଯାହାଦ୍ୱାରା କି ଆମେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିବା କଥା ହେଉଛି। ଯେଉଁ କଥା ଛତିଶଗଡ଼ ଯେଉଁଟା କରୁଛି ଆଙ୍କେ ବିରୋଧ କରିବା କଥା, କିନ୍ତୁ ଦୁର୍ଭାଗ୍ୟ ବିରୋଧ କରୁନାହାନ୍ତି। ତାଙ୍କ ଠନ୍ ଚାଲିଛି। ତ୍ରିପଲ ଇଞ୍ଜିନ୍ ସରକାର କୁହନ୍ତୁ, ମୋଦିକି କୁହନ୍ତୁ, ମୋଦି ମହାଶୟଙ୍କୁ କୁହନ୍ତୁ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚିଲା ଆଲୋଚନା କରନ୍ତୁ। ସେ ବ୍ୟାରେଜ୍କୁ ତୁରନ୍ତ ବନ୍ଦ କରନ୍ତୁ, ନହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ।